ହାଇ ମୋର ପ୍ରିୟ ଏହି ଓଡ଼ିଆ ସେକ୍ସ କାହାଣୀ ପଢୁମ୍ବା ବନ୍ଧୁ ଆଉ ବାନ୍ଧବୀମାନେ, ମୋର ଏହି କାହାଣୀଟି 2 ମାସ ତଳରେ ମୋ ନାଁ ହରି ଘର ଅନୁଗୁଳ ପାଖ ଏକ ଗାଁରେ। ମୁଁ ମଧ୍ୟ ଏହି କାହାଣୀକୁ ନିୟମିତ ପଢେ, ହେଲେ ମୋ ସାଙ୍ଗରେ ଘଟିଥିବା ଘଟଣା ପୁରା ସତ ଅଟେ। ମୁଁ ଯେତେବେଳେ 3 ପଢୁଥିଲି ଆଉ ଅନୁଗୁଳ କଲେଜରେ ପଢୁଥିଲି, ମୁଁ ପ୍ରାୟ ଦିନ ଆମ ବାଇକରେ କଲେଜ ଯାଏ। ଦିନେ କଲେଜ ସାରି ମାର୍କେଟରୁ କାମ ସାରି ଘରକୁ ଫେରୁଥିଲି। ସେତେବେଳକୁ ସନ୍ଧ୍ୟା ହୋଇ ଆସିଲାଣି। କିଛି ଦୂର ଆସିବା ପରେ ବର୍ଷା ଆରମ୍ଭ ହେଲା। ତଥାପି ସେହି ବର୍ଷାରେ କିଛି ଦୂର ଆସିବା ପରେ ବର୍ଷା ପ୍ରବଳ ବେଗରେ ହେଲାଣି। ମୁଁ ଦେଖିଲି ଆଉ ଆଗକୁ ଯାଇ ହେବନି ତ, ତେଣୁ ଗୋଟେ ଆଗରେ ଦେଖାଯାଉଥିବା ଏକ ବସ୍ ଷ୍ଟାଣ୍ଡ ଦେଖାଗଲା। ସେଇଠି ଅଟକି ଗଲି। ବାଇକର ଲାଇଟ୍ ଯେତେବେଳେ ବସ୍ ଷ୍ଟାଣ୍ଡ ଭିତରକୁ ପଡ଼ିଲା, ଦେଖିଲି ଆଗରୁ ଗୋଟେ ସ୍ତ୍ରୀ ଲୋକ ମଧ୍ୟ ସେଇଠି ଅଛି। ବାଇକର ଓହ୍ଲାଇ ଭିତରକୁ ଗଲି, ଦେଖିଲି ସେ ସ୍ତ୍ରୀ ଲୋକ ପୁରା ଉଦା ହୋଇ ଠିଆ ହୋଇଛି। ବର୍ଷାରେ ତାର ସବୁ କପଡ଼ା ଭିଜିଯାଇ ଦେହରେ ଲାଖ ରହିଛି। ମୁଁ ତା ପାଖକୁ ଯାଇ ଭଲ ଭାବରେ ଗୋଡ଼କୁ ମୁଣ୍ଡ ଯାଇ ଦେଖ କି ମୋ ପ୍ୟାଣ୍ଟ ଭିତରେ ବାଣ୍ଡ ପୁରା ଠିଆ ହେଇସାରିଲାଣି। ମୁଁ ତାକୁ ପଚାରିଲି କୋଉଠିକି ଯିବ? ସେ କହିଲା ମୁଁ ଏଇ ପାଖ ଗାଁରେ ରହୁଛି। ଟାଉନ ଆଡ଼େ ଯାଇଥିଲି, ଫେରୁଥିଲି, ବର୍ଷା ଯୋଗୁଁ ରହିଗଲି। ମୁଁ ତାକୁ ତା ବିଷୟରେ ପଚାରି ଜାଣିଲି ଯେ ତାର ସ୍ୱାମୀ ନାହିଁ। ତା ସ୍ୱାମୀ ବାହାଘର ପରେ ତାକୁ ଛାଡ଼ି ପଳେଇଛି। ଘରେ କେବଳ ତା ମା ଆଉ ସେ ରୁହନ୍ତି। ଘର ଚଳିବା ପାଇଁ ପରଘରେ କାମ କରୁଛି। ଦେଖିଲି ସ୍ତ୍ରୀ ଲୋକଟା ପୁରା ଗରିବ, ହେଲେ ତା ବଡି ପୁରା ସେକ୍ସି ଲାଗୁଛି। କିଛି ସମୟ ପରେ ବର୍ଷା ଟିକେ କମିଲା ପରେ ମୁଁ ଘରକୁ ବାହାରିଲି। ସେ ସ୍ତ୍ରୀ ଲୋକ କହିଲା, ବାବୁ ତୁମେ ଟିକେ ମତେ ମୋ ଘରେ ଛାଡ଼ିଦଉ କି? ଏତେ ରାତି ହେଲାଣି, ବର୍ଷାରେ କୋଉ ଗାଡ଼ି ବି ମିଳିବନି। ମୁଁ କହିଲି ହଉ ଚାଲ। ତାପରେ ସେ ମୋ ବାଇକ ପଛରେ ଆସି ବସିଲା। କିଛି ଦୂର ଯିବା ପରେ ହଠାତ୍ ଗୋଟେ ହମ୍ପ ଆସିଲା। କିଛି ଦୂର ଯିବା ପରେ ହଠାତ୍ ଗୋଟେ ହମ୍ପ ଆସିଲା। ମୁଁ ଜୋରରେ ବ୍ରେକ ମାରିଲି ଯେ ସେ ଆସି ମୋ ପିଠିରେ ଆସି ପଡ଼ିଲା, ଆଉ ତା କଳିଆ ଦୁଧ ଯୋଡ଼ିକ ମୋ ପିଠିରେ ଚାପି ହୋଇଗଲା। ମୁଁ କହିଲି ଜାଣିପାରିଲିନି ତ, ବ୍ରେକ ମାରିଦେଲି। ତାପରେ ସେ ପୁଣି ସଜ ହେଇ ବସିଲା। ତାକୁ ତା ନାଁ ପଚାରିଲି। ତା ନାଁ ମୀନା ବୋଲି କହିଲା। ମୁଁ ତାକୁ ପଚାରିଲି ତୁମ ସ୍ୱାମୀ ତ ପଳେଇଲେ, କେମିତି ଏକୁଟିଆ ରହୁଛ? କିଛି ନିସଙ୍ଗ ଲାଗୁନି? ସେ କହିଲା ଲାଗୁଛି ସତ, କିନ୍ତୁ କଣ କରିବି? ଏହା ଭିତରେ ମୀନା ତା ହାତ ଆଣି ମୋ ଜଙ୍ଘ ଉପରେ ରଖିଲା। ମୁଁ ଜାଣିଗଲି ଯେ ଏ ବୋଝେ ମୋ ମନ କଥା ଜାଣି ପାରିଲା। ମୁଁ କହିଲି ତୁମେ ତ ଦେଖିବାକୁ ପୁରା ସୁନ୍ଦର, ଆଉ ଥରେ ବାହା ହେଇଯାଉନ, ଆଉ ରାତି ଏକା ଏକା ଲାଗିବନି, ଆଉ ମନ ଦେହ ଶାନ୍ତି ରହିବ। ସେ କହିଲା ଆମ ଭଳିଆ ଗରିବ ଲୋକକୁ କିଏ ବାହା ହେବ? ମୁଁ କହିଲି କାହିଁକି? ତୁମେ ଖାଲି ଟିକେ ଇସାରା କରିବ ଯଦି କେତେ ଟୋକା ପାଗଳ ହେଇ ତୁମ ପଛରେ ଗୋଡେଇବେ। ମୀନା କହିଲା କାଇଁ ମୋ ପାଖରେ ଏମିତି କଣ ଦେଲ କି? ମୁଁ କହିଲି ସବୁ ଦେଖୁକି କହୁଛି ନା, ତୁମ ସବୁ ଜିନିଷ ପୁରା ସେକ୍ସି ଦେଖାଯାଉଛି। ମୁଁ ମୀନାକୁ ଯେତେ ସେକ୍ସ ବିଷୟରେ କହୁଥାଏ, ସେ ସେତେ ତା ହାତକୁ ମୋ ବାଣ୍ଡ ଆଡକୁ ବଢାଉଥାଏ। ମୁଁ ଜାଣିଲି ଯେ ବହୁତ ତରକାରୀ ହେଲାଣି। ଏହା ଭିତରେ ତାଙ୍କ ଘର ଆସିଲା ମତେ ଓହ୍ଲେଇ ଦେବା ପାଇଁ। କହିଲା, ମୁଁ ବ୍ରେକ ମାରିଲି। ସେ ବାଇକରୁ ଓହ୍ଲେଇ କହିଲା ଆସୁନ ଆମ ଘର ଆଡେ ଯିବା। ମୁଁ କହିଲି ରାତି ହେଲାଣି, ଘରକୁ ଯିବି। ମୀନା କହିଲା ମତେ ସାହାଯ୍ୟ କରି ଗାଡ଼ିରେ ବସେଇ ଆଣିଲି ତୁମକୁ ତା କିଛି ଖାଇବାକୁ ଦେଇପାରିବିନି ତ? ମୁଁ ଭାବିଲି ଗେହି ତୋ ପାଖରେ ଯୋଉ ଜିନିଷ ଅଛି କାହା ପାଖରେ ନାହିଁ। ସେ ବାଜ କରିବାରୁ ତା ଘରକୁ ଗଲି। ତା ଘରେ ପହଞ୍ଚି ଦେଖିଲି ଘର ସେତେ ଖାସ ନାହିଁ, କିନ୍ତୁ ଚଳିବ। ବର୍ଷା ପାଗ ଯୋଗୁଁ ଲାଇନ ନଥିଲା। ଘରେ ତା ମା ଲଣ୍ଠନ ଲଗେଇ ବସିଛି। ତା ମାକୁ ଭଲ ଭାବରେ ଦେଖାଯାଉନି ତ। ତା ମା କହିଲା ଝିଅ ଏତେ ବର୍ଷାରେ କେମିତି ଆସିଲୁ? ମୀନା କହିଲା ବର୍ଷାରେ ଆସୁଥିଲି, ଜଣେ ବାବୁ ମତେ ଆଣି ଆମ ଘରେ ଛାଡ଼ିଦେଇ ବାହାର ଘରେ ବସିଛନ୍ତି। ବର୍ଷା ଛାଡ଼ିଲେ ସେ ଯିବେ। ମୀନାର ମା କହିଲା ଆଲୋ ଝିଅ, ବର୍ଷାରେ ସେ ବାବୁ ଓଦା ହେଇଥିବେ, ଟିକେ ଚା ବନେଇକି ଦେଉନ? ମୀନା ମତେ ଠାରରେ ଭିତରକୁ ଡାକିଲା, ଆଉ ତା ମାକୁ କହିଲା ମୁଁ ବି ଓଦା ହେଇଛି, ଲୁଗା ବଦଳେଇକି ଯାଉଛି, ଚା ବନେଇବି। ମୁଁ ବାହାରୁ ଉଠି ମୀନା ପଛରେ ତା ଭିତର ଘରକୁ ଗଲି। ମୀନା ମୋ ସାମ୍ନାରେ ତା ଲୁଗା ଖୋଲିଲା। ମୋ ଆଡକୁ ପଜରି ତା ବ୍ୟାଗ ଖୋଲିଲା। ମୁଁ କଣେଇକି ତା ଦୁଧ ଦେଖୁଥିଲି। ଭାଇ କି ଦୁଧ ଧରିଛି, ପୁରା ଗୋଲ ଗୋଲ ଆଉ ବଡ ବଡ। ତାର ଅଧା ଦୁଧ ଦେଖୁକି ମୋ ଦେହ ପୁରା କ୍ୟୁରେଣ୍ଟ ମାରିଲା ଭଳି ଲାଗିଲା। ତାପରେ ଆଉ ଗୋଟେ ତ ଶୁଖୁଲା ଲୁଗାଟେ ଦେହରେ ପକାଇ ସାୟା ତା ଖୋଲିଲା। ତା ଗାଣ୍ଡି ପୁରା କଖାରୁ ଭଳି ଦେଖା ଗଲା। ମୀନା ମତେ ଜାଣିଶୁଣି ବଜେ ଏ ସବୁ କରୁଥାଏ।